ଆପଣ ଜାଣନ୍ତି କିଛି ଚଳଚ୍ଚିତ୍ର କେବଳ ମଜା ପାଇଁ ହୋଇଥାଏ, କିନ୍ତୁ ସମୟ ସମୟରେ ଏକ ଭିନ୍ନ ଅନୁଭବ ଦେଇଥିବା ଚଳଚ୍ଚିତ୍ର ବି ଆସେ। ତାହା କେବଳ ମନୋରଞ୍ଜନ କରେ ନାହିଁ, ପୁରା ଇଣ୍ଡଷ୍ଟ୍ରିକୁ ହଲାଇ ରଖିଦେଇଥାଏ। ଆମେ ଜଣେ ଅଭିନେତାଙ୍କୁ ଦେଖିବାର ଶୈଳୀକୁ ହିଁ ବଦଳି ଦେଇଥାଉ। ସେ ପୁଣି ସବୁ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ନୂତନ ଅଧ୍ୟାୟର ସଂକେତ ମଧ୍ୟ ଦେଇଥାଏ। ଯେମିତିକି ଦମନର ସଫଳତା ପରେ ବାବୁସାନ ମହାନ୍ତି ବୋଉ ବୁଟୁ ଭୂତ ସହିତ ଫେରିଛନ୍ତି। ଏକ ଚଳଚ୍ଚିତ୍ର ଯାହା କେବଳ ଭୟଙ୍କର କାହାଣୀ ନୁହେଁ, ଏହା ଏପର୍ଯ୍ୟନ୍ତ ତାଙ୍କର ସବୁଠାରୁ ପାୱାରଫୁଲ ଅଭିନୟ ଥିଲା। ତେବେ ଏହି ଥ୍ରିଲର ହରର ଫିଲ୍ମ କିପରି ଅଲିଉଡର ସୁପରଷ୍ଟାର ବାବୁସାନଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ଏହା କେବଳ ଏକ ସାଧାରଣ ଚଳଚ୍ଚିତ୍ର ସମୀକ୍ଷା ନୁହେଁ, ଏହା ଏକ ଏମିତି ଫିଲ୍ମ ଯାହା ସୂଚାଉଛି ଯେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କେବଳ ଜାଗୃତ ହେଉନାହିଁ, ଏହା ପ୍ରକୃତରେ ଆଗକୁ ବଢୁଛି। 90 ଦଶକର କଳାକାରମାନଙ୍କ କ୍ୟାରିୟରର ସର୍ବୋତ୍ତମ ଅଭିନୟ ସହିତ ଯୋଡ଼ି ହୋଇ ଝଡ଼ ସୃଷ୍ଟି ହୋଇଥିଲା, ତାହା ଭାଙ୍ଗିବା ପାଇଁ ଚେଷ୍ଟା କରିଛନ୍ତି ବାବୁସାନ ମହାନ୍ତି। ବୋଉ ବୁଟୁ ଭୂତ ସବୁ ଗେମ୍କୁ ବଦଳାଇ ରଖିଦେଇଛି। ବୋଉ ବୁଟୁ ଭୂତ ଏହି ସିନେମା ଏତେ ବଡ଼ ସକ୍ସେସଫୁଲ କାହିଁକି ହେଇଛି, ପ୍ରକୃତରେ ବୁଝିବା ପାଇଁ ହେଲେ ଆମକୁ ଟିକେ ପଛକୁ ଯିବାକୁ ପଡିବ। ବର୍ଷ ବର୍ଷ ଧରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବା ଅଲିଉଡ ଇଣ୍ଡଷ୍ଟ୍ରି ଚୁପ୍ ରହିଥିଲା। ଦର୍ଶକମାନେ ଏହି ପୁରୁଣା କାହାଣୀ ଏବଂ କପି ଫିଲ୍ମ ଦେଖି ଦେଖି ବିରକ୍ତ ହୋଇଯାଇଥିଲେ। ଲୋକମାନେ କିଛି ନୂଆ କାହାଣୀ ପାଇଁ ଭୋକିଲା ଥିଲେ ଏବଂ ଏପରି କାହାଣୀ ଯାହା ପ୍ରକୃତରେ ଓଡ଼ିଶାର କଳା ସଂସ୍କୃତିକୁ ଅନୁଭବ ହୋଇଥାଏ। କିନ୍ତୁ ଦର୍ଶକ ଯାହା ଚାହୁଁଥିଲା ସେହା ପାଉନଥିଲା। ଆଉ ଧୀରେ ଧୀରେ ଦର୍ଶକମାନେ ଓଡ଼ିଆ ଫିଲ୍ମ ପ୍ରତି ମୁହଁ ଫେରାଇଥିଲେ ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଡେଷ୍ଟ୍ରୟ ହେବାକୁ ଲାଗିଥିଲା। ତାପରେ 2022ରେ ଆସିଲା ଦମନ। ଏହି ଚଳଚ୍ଚିତ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଲକି ସାବିତ ହେଲା। ଏହି ଫିଲ୍ମ ପୁରା ଦେଶରେ ଝଡ଼ ଭଳି ପ୍ରଚାର ହେବାକୁ ଲାଗିଥିଲା ଆଉ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ନୂତନ ଆଶାକୁ ନେଇ ଆଗକୁ ବଢୁଥିଲା। ଦେଶରେ ସମସ୍ତେ ଜାଣିଲେ ଯେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବୋଲି କିଛି ଅଛି, ଯେଉଁଥିରେ ଦମନ ଭଳି ହିଷ୍ଟ୍ରି କ୍ରିଏଟ ଫିଲ୍ମ ନେଇ ଆସିପାରେ। ଏହି ଫିଲ୍ମରେ ବାବୁସାନ ମହାନ୍ତି ମୁଖ୍ୟ ଭୂମିକାରେ ଥିଲେ। ଏମିତି ଏକ କାହାଣୀ ଥିଲା ଯାହା ଓଡ଼ିଶାର ଗାଉଁଲି ଅଞ୍ଚଳର ବାସ୍ତବତା ଉପରେ ଆଧାରିତ ଏକ କାହାଣୀ ଏବଂ ଏହା କେବଳ ସ୍ଥାନୀୟ ଦର୍ଶକଙ୍କୁ ପୁଣି ଥରେ ଓଡ଼ିଆ ଫିଲ୍ମ ପ୍ରତି ଆକର୍ଷିତ କରିଥିଲା। ଏହି ଫିଲ୍ମ ଜାତୀୟ ସ୍ତରରେ ପହଞ୍ଚିଥିଲା ଆଉ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ପାଇଁ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଥିଲା। ଦମନ ପ୍ରମାଣିତ କରିଛି ଯେ ଯଦି ଆପଣ ଏକ ନୂଆ କାହାଣୀ ସହିତ ବା ନୂଆ ସବଜେକ୍ଟ ସହିତ ଫିଲ୍ମ ନିର୍ମାଣ କରୁଛ, ତାହେଲେ ସଫଳତା ନିହାତି ପାଇବ ଆଉ ଲୋକମାନେ ଆସିବେ ଓଡ଼ିଆ ଫିଲ୍ମ ଦେଖିବା ପାଇଁ। କେବଳ ଦର୍ଶକଙ୍କ ପାଇଁ ନୁହେଁ, ବରଂ ପୁରା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବା ଓଡ଼ିଆ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଏକ ଧାରା ଥିଲା। ତେବେ ଆମେ ମେନ୍ ମୁଦ୍ଦାକୁ ଆସିବା। ବୋଉ ବୁଟୁ ଭୂତ ଭାଇ ପୁଣି ଥରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ନୂଆ ଇତିହାସ ଲେଖିଛି। ଦର୍ଶକ ଏହା ହିଁ ଚାହୁଁଥିଲେ, କିନ୍ତୁ ବର୍ତ୍ତମାନ ସେମାନଙ୍କର ଅଧିକ ଆଶା ବଢି ଯାଇଛି ବାବୁସାନଙ୍କ ପ୍ରତି। ବୋଉ ବୁଟୁ ଭୂତ ଏକ ବଡ଼ ସଫଳତା ହାସଲ କରିଛି। ତେବେ ବୋଉ ବୁଟୁ ଭୂତ କଣ? ଫିଲ୍ମଟି ହରର ଏବଂ ପରିବାର ମଧ୍ୟରେ ଘଟିଥିବା ଘଟଣାକୁ ନେଇ ଆଧାରିତ ହେଇଛି। ଏହି ଫିଲ୍ମ ମାତ୍ର 2 କୋଟିରେ ନିର୍ମିତ ହେଇଛି ଆଉ ଆୟ 15 କୋଟିରୁ ଅଧିକ କଲେକ୍ସନ କରିସାରିଛନ୍ତି। ଏ ଖାଲି କଳାକାରମାନଙ୍କ ପାଇଁ ନୁହଁ, ଏହା ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଗର୍ବର କଥା। ବାବୁସାନ ଆଜି ପ୍ରମାଣ କରି ଦେଖାଇଛନ୍ତି ଯେ ଓଡ଼ିଆ ଫିଲ୍ମ ବି କୌଣସି କ୍ଷେତ୍ରରେ କମ୍ ନୁହଁ। ଗୋଟେ ସମୟ ଥିଲା ବାବୁସାନଙ୍କ ଦମନ ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା, କିନ୍ତୁ ଏବେ ବୋଉ ବୁଟୁ ଭୂତ ଦମନ ଠାରୁ 10 ଗୁଣ ପାୱାରଫୁଲ ସବଜେକ୍ଟ ଏବଂ ଦମଦାର କଣ୍ଟେଣ୍ଟ। ଭୂତ ଫିଲ୍ମ ହେଲେ ବି ଏହି ଫିଲ୍ମ ଦର୍ଶକଙ୍କ ମନରେ ଛୁଇଁଛି ଆଉ ଓଡ଼ିଆ ଇଣ୍ଡଷ୍ଟ୍ରିରେ ନମ୍ବର 1 ବକ୍ସ ଅଫିସ କଲେକ୍ସନ କରିଥିବା ଫିଲ୍ମ ଭାବେ ନାମିତ ହେଇଛି। ଖାଲି ଏତିକି ନୁହଁ, ବଲିଉଡ ମୁଭି ରିଭ୍ୟୁଅର ମାନେ ମଧ୍ୟ ଏହି ଫିଲ୍ମକୁ ନେଇ ତାରିଫ କରିଛନ୍ତି ଆଉ ବଲିଉଡ ଫିଲ୍ମ ସହିତ ତୁଳନା ମଧ୍ୟ କରିଛନ୍ତି। ଆହୁରି କହିଛନ୍ତି ଯେ ବୋଉ ବୁଟୁ ଭୂତ ଜରିଆରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ଅଲଗା ପରିଚୟ ମିଳିଛି। କିନ୍ତୁ ପ୍ରଶ୍ନ ହେଉଛି ବାବୁସାନ ମହାନ୍ତିଙ୍କ ଛଡା ଆଉ ଅନ୍ୟ ଷ୍ଟାର କାହିଁକି ନୁହଁ ଯେ କି ଏମିତି ଲେଭେଲର ଫିଲ୍ମ ବନେଇ ପାରୁନାହାନ୍ତି ଆଉ ଓଡ଼ିଆ ଫିଲ୍ମକୁ ହିନ୍ଦୀରେ ଡବ୍ କରି ପୁରା ଭାରତରେ ରିଲିଜ କାହିଁ କରିପାରୁନାହାନ୍ତି, ଯାହାକି କଣ୍ଟେଣ୍ଟର ଦମ ଥିବା ସତ୍ତ୍ୱେ। ଆପଣ ନୋଟିସ କରନ୍ତୁ ଯେ ସଦାବେଳେ ବାବୁସାନ ମହାନ୍ତି ନିଜକୁ ପ୍ରମାଣିତ କରନ୍ତି ଯେ ସେ ନ୍ୟାସନାଲ ଲେଭେଲର ଷ୍ଟାରଡମ ରଖନ୍ତି ବୋଲି, କିନ୍ତୁ ବାକି କଳାକାର ମାନେ ସେହି ସ୍ଥାନରେ କାହିଁକି ପହଞ୍ଚି ପାରନ୍ତିନି। ତ ଆପଣ ଯଦି ବାବୁସାନଙ୍କ ଫ୍ୟାନ ହୋଇଥାଅ, ତାହେଲେ ଗୋଟେ এই ভিডিওরে লাইক করে নিহাতি ଯିବେ। তো ভাই ভিডিও আজকে ପାଇଁ ଏତିକି। ଦେଖାବା ଏକ ନୂଆ ଭିଡିଓରେ। ସେ ପର୍ଯ୍ୟନ୍ତ ରହିଲି। ଜୟ ଜଗନ୍ନାଥ।